ମୁଁ ଯାଉଛି ଟିକେ ହାଲକା ହେଇକି ଆସେ। ସ୍ୱାମୀ ମତେ ଆଜି କାହିଁକି ବୁଲିବାକୁ କହିଲା? ଆଗରୁ ତ କେବେ ଆଣୁନଥିଲା। ମୁଁ ପାଗଳି ବୋଲି ମତେ ଆଉ ଛାଡିଦବନି ତ? ଯଦି ଆଉ କୋଉ ଝିଅ ଧରିକି ଜଙ୍ଗଲରେ ପଇଥିବ, ମୋ ବୋଉ କହୁଥିଲା ସ୍ୱାମୀର ପଛେ ପଛେ ଯିବୁ। अच्छा ଯାଏ ଦେଖେ। ହାଲୋ ହାଲୋ, ମୋ ସ୍ୱାମୀଟା ଆଉ ଆ ଭିତରେ ଲୁଚିନି ତ? ମୋ ସ୍ୱାମୀଟା ବି ତ ଅଳିଆ ଲୋକଟା, କାଳେ ମତେ ଡରିକି ଆ ଭିତରେ ଲୁଚିଥିବ। ଦିଶୁନି ତ, ଛାଡ। ଅଙ୍କଲ, ମୋ ସ୍ୱାମୀ କି ଦେଖିଛ? କାଇଁ ତମ ସ୍ୱାମୀ କଣ ମୁଖ୍ୟମନ୍ତ୍ରୀ? ମୋ ସ୍ୱାମୀ ନା ହଜି ଯାଇଛନ୍ତି, ମୁଁ ତାଙ୍କୁ ପାଉନି। ତମେ ପ୍ଲିଜ ମତେ ସାହାଯ୍ୟ କର। ତମ ସ୍ୱାମୀଟା ଦେଖିବାକୁ କେମିତିକା? ଟୋଟାଲି ମଣିଷ ଭଳିଆ ଦେଖିବାକୁ। ଗୋଟିଏ ନାକରେ ଦିଟା କଣା, ଆଉ ଦିଟା କାନ ଅଛି, ଦିଟା ଆଖି ଅଛି, ଆଉ ଗୋଟେ ପାଟି ଅଛି ଯୋଉଥିରେ ସେ ଗାଁ ଗାଁ କରି ଖାଏ। ଆଉ ନା ତାର ନିଶ ଦାଢି ବି ଅଛି। ତମେ ଦେଖିଛ? ୱାଓ କି ବର୍ଣ୍ଣନା! ୱାଓ କବି କି ତମେ ଫିକା ପକେଇଦବ। ତମେ ଯୋଉ ଏତେ କଷ୍ଟ କରିକି ବୁଝେଇଲ, ମୋର ଇଚ୍ଛା ନଥାଇକି ବି ମୁଁ ଯାଉଛି ଖୋଜିବାକୁ ହେଲା। ତମେ ଏପଟ ଖୋଜ, ମୁଁ ଏପଟ ଖୋଜ। अच्छा ପାଗଳି ଏଇଠି ଥିଲା, କୁଆଡେ ଗଲା? ତାକୁ ମନା କରୁଛି କୁଆଡେ ଯିବୁନି, ସେ କୁଆଡେ ଗୋଟେ ପଳେଇଲାଣି। ଏବେ କୋଉଠୁ ଏମିତି ଖୋଜିବି? ପାଗଳି ଶୁଣନା। अच्छा ଆବେ ଏଠି ତ ସମସ୍ତେ ମଣିଷ ଭଳିଆ ଦେଖିବାକୁ। अच्छा ତା ସ୍ୱାମୀ କି ଚିହ୍ନିବି କେମିତି? ସ୍ୱାମୀ ସ୍ୱାମୀ ସ୍ୱାମୀ। ଆଚ୍ଛା ଭାଇ ଶୁଣିଲ କହିଲି ଭାଇ ମୋ ସ୍ୱାମୀ କି ଦେଖିଛ? ତମର ବି ସ୍ୱାମୀ ଅଛି? ସରି ଆରେ ଗୋଟେ ସ୍ତ୍ରୀ ଲୋକର ସ୍ୱାମୀ ହଜି ଯାଇଛି, ଚାଲ ଟିକେ ଖୋଜିବା। ମୋ ନିଜ ସ୍ତ୍ରୀ ଗୋଟେ 1.5 ଘଣ୍ଟା ହେଲା ହଜି ଯାଇଛି, ମୁଁ ତାକୁ ଖୋଜି ଖୋଜି ପାଗଳ ହେଇସାରିଲିଣି। ମୁଁ ଆଉ କାହା ସ୍ୱାମୀ କି ଯାଇ ଖୋଜି? ମୋ ଦ୍ୱାରା ଏସବୁ ହବନି। ସେ ଗୋଟେ ପାଗେଲଟେ ବୋଧେ। କେତେବେଳୁ ସେ ତା ସ୍ୱାମୀଟାକୁ ଖୋଜୁଛି। ଆରେ ଭାଇ ସିଏ ମୋ ସ୍ତ୍ରୀ, ଚାଲେ ଭାଇ ଦେଖା କରିବା। ତତେ ତ କହିଥିଲି ତୁ ସେଇଠି ରହିବୁ, ତୁ କୁଆଡେ ପଳେଇଲୁ?